ମୂର୍ତ୍ତି କରି ମୋର ଏ ସଂସାରର ଭରଣ ପୋଷଣ ଦାୟିତ୍ୱ ଥିଲା ତୁମ୍ଭଳି ହସ୍ତରେ। ଏକ ଦିନ ଶିକାରୀ ଉଦ୍ଦେଶ୍ୟରେ ଯାଇଥିଲେ ଅରଣ୍ୟ ମଧ୍ୟ ଠିକ୍ ସେଇ ସମୟ ମୂର୍ଖଣି ତାର 6 ସନ୍ତାନକୁ ନେଇ ବିଚରଣ କରୁଥିଲା সেই অরণ্য ମଧ୍ୟରେ। হঠাৎ ମୋ ଶିକାରୀର କୃପ ଦୃଷ୍ଟି ପଡ଼ିଲା ସେ 6 ସନ୍ତାନ ଶିକାରୀର ଦମ୍ଭ ଶିକାରୀ ଅହଙ୍କାର ନେଇ କୋଟି କୋଟି କରି ସ୍ୱର ନିକ୍ଷେପ କଲ ସେ 6 ସନ୍ତାନଙ୍କ ମାତା ମୂର୍ଗଣୀ ରକ୍ଷା କର ଚିତ୍କାରରେ କହିଲି ଯାଇଥିଲା ବୈକୁଣ୍ଠ ଯାଇଥିଲା ଯୁଗ ନିଦ୍ରା। সেই সময় সে মূর্গণী কান্দি তুম্ভকে অভিশাপ ଦେଇଛି। সে মুরগুলি কান্দি কান্দি মধ্যে কি অভিশাপ দিয়েছিল? সে মুরগুলি কান্দি কান্দি মধ্যে কি অভিশাপ দিয়েছিল? মাতা মূর্গণী কান্দি অভিশাপ ଦେଇଛି। আরে রে মূঢ় বামর তু যেମିତି ଏ ଜନ୍ମରେ ମୋର 6 ସନ୍ତାନକୁ ମାରି ତୁ ମତେ ଗନ୍ଧଉଛୁ। ପର ଜନ୍ମରେ ତୁ ସେମିତି 6 ସନ୍ତାନକୁ ହରାଇ ପରି କାନ୍ଦି নয়ন পুষ্পর বহি আসে নৃত্য কর ভুলিবার মঙ্গল বেতন কোটি কোটি করে সন্তানকে নিহত করল। সেদিন সে মূর্গণীর অভিশাপ পাই তবে আছি বন্দী জীবন সেদিন সবার অভিশাপ পাই তবে আছি নিঃসন্তান। দুঃখের রাতে পাই যাওয়া পাই কিছু বাকি হয়েছে। আজ বাবু তোমার অভিশপ্ত জীবন সরি যাইছে। শ্রীমা দেবকী গর্ভরু মু জন্ম হেই সারিছি। শুনো এই সমাজকে শুনো এই স্বয়ং গোলক বিহারী নারায়ণ ମୋ ଦେବକୀର ଅଷ୍ଟମ ଗର୍ଭରେ ଜନ୍ମ ନେଇ ସାରିଛି। ତୁ ଯଦି ମୋ ଦେବକୀର ଅଷ୍ଟମ ଗର୍ଭରେ ଜନ୍ମ ନେଇ ସାରିଛୁ ଆରେ ତୁ କହିଲୁ ମୁଁ ତୋର କଣ ହେବି? ତମେ ମୋ ପିତା ଆଉ ତୁ ମୋ କଣ ହେବୁ? ମୁଁ ତୁମ ପୁତ୍ର। ତମର ପିତା ଆଉ ପୁତ୍ର ଆଉ ପିତା। পুত্র আর পিতা পিতা আর পুত্র। বাবা তো পিতা দেবী থরুটিয়ে পিতা বলে ডাকিব কুলকু। আরে বাবা সময় আসলে ମୁଁ ଦିନେ ହସି ହସି ତୁମକୁ ଚାଲିଛି କିନ୍ତୁ ଏହି ରାସ୍ତା ପାଇବା ପୂର୍ବରୁ ତୁମେ ମତେ ନେଇ ଛାଡ଼ି ଦେଇ ଆସିବ ଗୁପ୍ତପୁର। 12 ବର୍ଷ ହେଲି ପିତା ପୁଣି ଫେରିବି ତୁମରି କୂଳକୁ। ତୁମରି କୂଳରେ ଦୁରାଚାରୀ ବଂଶକୁ ନିଧାନ କରିବି ଆଉ ଏ ସୃଷ୍ଟିରେ ନୂତନ ଧର୍ମ ସଂସ୍ଥାପନ କରିବି। ସେବେ ଯାଏ ତୁମକୁ ରହିବା ପାଇଁ ପଡ଼ିବ, ତୁମକୁ ଅପେକ୍ଷା କରିବା ପାଇଁ ପଡ଼ିବ, ତୁମକୁ ବଞ୍ଚିବାକୁ ହେବ।
कहीं मैं पुत्र कहीं এই স্বামী তোমার পুত্র মুখ করে କି ମୁଁ ତମକୁ ଯାହା କହିବି ତମେ ମୋ କଥା ରଖିବ ନା ମାନେ ଆମ ପୁତ୍ରକୁ ମୋ କୂଳକୁ ଟେକି ଦେଇପାରିବ କାହିଁକି ସ୍ୱାମୀ ଆମ ପୁତ୍ରକୁ ଏଇ ମୁହୂର୍ତ୍ତରେ ମୁଁ ଗୋପପୁର ନେଇଯିବି ହଁ ଦେବ କି ସ୍ୱୟଂ ଲୋକ ବିହାରୀ ନାରାୟଣ ମୋତେ ସ୍ୱପ୍ନରେ ସବୁ କିଛି କହିଛନ୍ତି ଯେ ଏଇ ମୁହୂର୍ତ୍ତରେ ପୁତ୍ରକୁ ନେଇ ଚାଲିଯିବି ସେଇ ଗୋପପୁରରେ ମାତା ଦଶମତୀଙ୍କ କୂଳରେ ଏକ ଦିବରତ୍ନ କନ୍ୟା ଜନ୍ମ ନେଇ ସାରିଛି ଆମ ପୁତ୍ରକୁ ତାଙ୍କରି ପାଖରେ ଛାଡ଼ିଦେଇ ଲେଉଟାଇ ଆଣିବି ସେ କନ୍ୟା ତକୁ ଆମରି ପାଖକୁ ଦୁରାଚାରୀ କରୁଛ ଜାଣିବ ଆମର ପୁତ୍ର ଜାତ ହୋଇନାହିଁ କନ୍ୟା ଜାତ ହେଇଛି ତମେ ଠିକ କହିଛ ସ୍ୱାମୀ କି ସେଦିନ ଯମୁନା କୂଳରେ ସ୍ନାନ କଲାବେଳେ ହଁ ମୁଁ ମୋ ମିତ୍ର ସଙ୍ଗାତକୁ କଥା ଦେଇଥିଲ ତମରେ ମୋ କୋଳରେ ପୁତ୍ର ସନ୍ତାନଟିଏ ଜନ୍ମ ନେଲେ ହଁ ମୁଁ ମୋ ସଙ୍ଗାତ କୋଳକୁ ଟେକି ଦେବି ମାନେ ତମେ ତା ଭିତରେ ଏତେ କାମ କରିଛ ହଁ ସ୍ୱାମୀ ଆଉ ବିଳମ୍ବ କରନି ସ୍ୱାମୀ ମୋ ଭାଇଙ୍କ ପାଖରୁ ମୋ ପୁତ୍ରକୁ ବଞ୍ଚେଇ ରଖିବା ପାଇଁ ନେଇଯାଅ ମୋ ମିତ୍ର କୋଳକୁ ସେଇ Agony,